ପିଲାମାନେ ତୁମମାନଙ୍କୁ ପିଏମ୍ ଟ୍ୟୁଟୋରିଆଲ ୟୁଟ୍ୟୁବ୍ ଚ୍ୟାନେଲକୁ ସ୍ୱାଗତ। ପିଲାମାନେ ଗଣିତ ତ ତୁମର ପରୀକ୍ଷା ପ୍ରସ୍ତୁତି ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିବଣି, ସେଥିପାଇଁ ଶେଷ ପର୍ଯ୍ୟାୟରେ ତୁମମାନଙ୍କୁ କହିଦେଉଛି। ଆଉ ଯେଉଁମାନେ ଗଣିତରେ ପାସ୍ ହେବା ପାଇଁ ଷ୍ଟ୍ରଗଲ୍ କରୁଛ ସେଇମାନଙ୍କ ପାଇଁ ଖାସ୍ କରି ଭିଡ଼ିଓଟି ଇମ୍ପୋର୍ଟାଣ୍ଟ ରହିବ, କାହିଁକିନା ଅଙ୍କନ ବିଭାଗ ଯେଉଁ ରହିଛି, ଅଙ୍କନ ବିଭାଗ ତୁମକୁ ଯାହା ବି ହେଲେ ପରୀକ୍ଷାରେ ଠିକ୍ କରିବାକୁ ପଡ଼ିବ 5 ମାର୍କ। ବୁଝିହେଉଛି ନା ନାହିଁ? ଯଦି ଅଙ୍କନ ତୁମେ 5 ମାର୍କ କରିଦେଲ, ଯେଉଁମାନେ ପରୀକ୍ଷା ଷ୍ଟ୍ରଗଲ୍ କରୁଛ ପାସ୍ ହେବା ପାଇଁ, ସେମାନେ ପାସ୍ ହେବାର ଗୋଟେ ବାଟ ଫିଟିଯିବ। ଠିକ୍ ଅଛି, ତେଣୁକରି କେତେ ଗୁଡ଼ିଏ ଅଙ୍କନ ତୁମମାନଙ୍କୁ ଦେଖାଉଛି, ସେସବୁ ଅଙ୍କନ ଅଭ୍ୟାସ କରିକି ଯାଅ। ଦେଖିବ ନିହାତି ଭାବରେ ତାର ଭିତରୁ ହିଁ ଅଙ୍କନ ପରୀକ୍ଷାରେ ଆସିଯିବ, ଯାହାଫଳରେ କି ତୁମେ 5 ମାର୍କ ନିଶ୍ଚିତ ରଖିପାରିବ। ଦେଖ, ଯେଉଁ ପ୍ରଥମ ଅଙ୍କନ ତୁମେ ଅଭ୍ୟାସ କରିବ ସେଇଟା ହେଉଛି କ'ଣ ନା ଏଇ ଅଙ୍କନଟା। ଏଇଟା କେଉଁ ଅଙ୍କନ ନା ତୁମକୁ ଦେଇଥିବ 3 ସେମି ବ୍ୟାସାର୍ଦ୍ଧ ବିଶିଷ୍ଟ ଗୋଟେ ବୃତ୍ତ, ଗୋଟେ ବ୍ୟାସାର୍ଦ୍ଧ ଦେଇଥିବ, କହିଥିବ ଏତିକି ସେମି ବ୍ୟାସାର୍ଦ୍ଧ ବିଶିଷ୍ଟ ଗୋଟେ ବୃତ୍ତର କେନ୍ଦ୍ରଠାରୁ 7 ସେଣ୍ଟିମିଟର ଦୂରରେ କି 6 ସେଣ୍ଟିମିଟର ଦୂରରେ ଗୋଟେ ବିନ୍ଦୁ ଅଛି, ସେଇ ବିନ୍ଦୁରୁ ବୃତ୍ତ ପ୍ରତି 2ଟି ସ୍ପର୍ଶକ ଅଙ୍କନ କର। ବୁଝିପାରିଲେ ପିଲାମାନେ? କ'ଣ ଦେଇଥିବ ତାହେଲେ ତୁମେ କ'ଣ କରିବ? 3 ସେମି ବାପାକୁ କମ୍ପାସରେ ନେଇଯିବ, ନେଇକି କେନ୍ଦ୍ର ବିନ୍ଦୁ ରଖିକି ଏଇଠି ଏମିତି ଗୋଲ ବୁଲେଇଦେଲ, ବୃତ୍ତ ହେଇଗଲା। ଏଇଟା କେତେ ସେମି ବୃତ୍ତ ଅଛି? 3 ସେମି। ବୁଝିହେଉଛି? ତାପରେ କହିଛି କ'ଣ, ବୃତ୍ତର କେନ୍ଦ୍ରଠାରୁ କେତେ ମିଟର ଦୂରରେ? 7 ସେଣ୍ଟିମିଟର ଦୂରରେ। ତେଣୁକରି ରେଖାଟାକୁ ଏମିତି ବଢ଼େଇବ, ଏଇଠି କମ୍ପାସ ରଖିବ, ଏମିତି କାଟିବ। ବୁଝିହେଉଛି? ବୃତ୍ତର କେନ୍ଦ୍ର ଓ, ଧର ଏଇଟା ନେଇଗଲା ପି, ତାହେଲେ ଓପି ଏଠି କେତେ ସେଣ୍ଟିମିଟର ହେଇଗଲା? 7 ସେଣ୍ଟିମିଟର। ବୁଝିହେଉଛି? ଓପି ହେଉଛି 7 ସେଣ୍ଟିମିଟର। ପିଲା କ'ଣ କରିବେ? ବାହାରୁ ନେଇଯିବେ, ସେଇଟା କଲେ ଭୁଲ ହେଇଯିବ। ବୁଝିହେଉଛି? ଏଇଟା ହେଉଛି 3 ସେଣ୍ଟିମିଟର, ଓ ଠାରୁ ପି ହେଉଛି 7 ସେଣ୍ଟିମିଟର। ତାପରେ କ'ଣ କରିବ ନା ଏଇ ଓପିକୁ ସମଦ୍ୱିଖଣ୍ଡ କରିବ। ଏଇ ଓପିକୁ କ'ଣ କରିବ? ସମଦ୍ୱିଖଣ୍ଡ କରିବ। ତଳେ ରଖି କାଟିବ, ଉପରେ ରଖି କାଟିବ, ଏଠୁ ରଖି କାଟିବ, ଏଠୁ ରଖି କାଟିବ। ବୁଝିହେଉଛି? ସମଦ୍ୱିଖଣ୍ଡ ହେଇଗଲା। ବୁଝିପାରିଲେ ପିଲେ? ସମଦ୍ୱିଖଣ୍ଡ ହେଇଗଲା। ତାପରେ କ'ଣ କରିବ? କମ୍ପାସ ମୁଣ୍ଡଟାକୁ ଏଇଠି ରଖିବ, ରଖିଲ ମାନେ ମଝିରେ ରଖିବ, ଏଇଠି ଏଇ ଯେଉଁ ମଝିରେ ରଖିକି ଏଠୁ ଏତିକ ମାପିବ, ଏଠୁ ଏତିକ ମାପିବ। ବୁଝିହେଉଛି? ମାପିଲା ପରେ ତାକୁ କ'ଣ କରିବ? ଗୋଟେ ସର୍କଲଟେ କରିବ। ବୁଝିହେଉଛି? ସର୍କଲ ହେଇଗଲା। ସର୍କଲ ହେଇଗଲା ପରେ କ'ଣ କରିବ? ଏଇ ବିନ୍ଦୁରୁ ଏଇଠିକି ଲାଗିଲାନି ପିଲେ, ହାତରେ ଟାଣୁଛି ନା, ଏଇଠିକି ଏଇଟା ସ୍ପର୍ଶକ ଅଙ୍କନ କରିବ। ଏଇଟା ଲାଗିକି ଯିବ ପିଲେ, ଛାଡ଼ିକି ଗଲେ ହେବନି। ହେଲା? ସ୍ପର୍ଶକ ଅଙ୍କନ ହେଇଗଲା। ବୁଝିପାରିଲେ ପିଲେ? ପ୍ରଶ୍ନ କ'ଣ ଦେଇଥିବ? ଏତିକି ସେମି ଗୋଟେ ବ୍ୟାସାର୍ଦ୍ଧ ବିଶିଷ୍ଟ ଗୋଟେ ବୃତ୍ତରେ ଏତିକି ସେଣ୍ଟିମିଟର ଦୂରରେ ଗୋଟେ ବିନ୍ଦୁ ଅଛି, ସେ ବିନ୍ଦୁରୁ ବୃତ୍ତ ପ୍ରତି କ'ଣ କର? ସ୍ପର୍ଶକ ଅଙ୍କନ କର। ବୁଝିଗଲା ପିଲା? ପରେ ତାପରେ ଯେଉଁ ସ୍ପର୍ଶକ ହେଲା, ସ୍ପର୍ଶକର ନାଁ ଦେବ। ଏଠି ସ୍ପର୍ଶକ ନାଁ କ'ଣ ଦିଆଯାଇଛି? ପିଏମ୍ ପିଏନ୍, ବୃତ୍ତର କେନ୍ଦ୍ର ଓ। ବୁଝିହେଉଛି? ଏଇ ଟାଇପ୍ର ପ୍ରଶ୍ନ ପିଲେ ଦେଖ, ଯେଉଁଟାକି ଆମର 3 ନମ୍ବର ଅଛି। 3 ସେମି ବ୍ୟାସାର୍ଦ୍ଧ ବିଶିଷ୍ଟ ଏକ ବୃତ୍ତ ଅଙ୍କନ କର, ଏହାର କେନ୍ଦ୍ର ଓ ହେଉ ପି ବୃତ୍ତର ଏକ ବହିସ୍ଥ ବିନ୍ଦୁ। ନେକ୍ସଟ ପେଜ୍ରେ ଅଛି, ଯିବା। ପିଲାମାନେ ଦେଖିପାରିଲ ଏଇ ଟାଇପ୍ର ଅଙ୍କନ। ବର୍ତ୍ତମାନ ଏଇ ଟାଇପ୍ର ଅଙ୍କନ ଆଉ କେଉଁଠି ନମ୍ବର ଅଛି? 6 ନମ୍ବର ଅଛି, 7 ନମ୍ବରରେ ମଧ୍ୟ ଅଛି। ଆକୁ ମଧ୍ୟ ତୁମେ ଅଭ୍ୟାସ କରିକି ଯିବ। ବୁଝିହେଲା? ନେକ୍ସଟକୁ ଯିବା। ପିଲାମାନେ ଦେଖ, ଏଇଟା ହେଉଛି ସମବାହୁ ତ୍ରିଭୁଜ ପରିଲିଖନ। ପରିଲିଖନ ମାନେ କ'ଣ? ତ୍ରିଭୁଜଟା ବାହାରେ ହେବ, ଭିତରେ ରହିବ ବୃତ୍ତ। ତାପରେ ଗୋଟେ ବ୍ୟାସାର୍ଦ୍ଧ ଦେଇଥିବ, ଯେତିକି ବ୍ୟାସାର୍ଦ୍ଧ 3 ସେଣ୍ଟିମିଟର ବ୍ୟାସାର୍ଦ୍ଧ ବିଶିଷ୍ଟ ଗୋଟେ ବୃତ୍ତ ଅଙ୍କନ କରିବ, ତା ବାହାରେ କ'ଣ କରିବ? ତ୍ରିଭୁଜ ଗୋଟେ ପରିଲିଖନ କରିବ, ସମବାହୁ ତ୍ରିଭୁଜ ପରିଲିଖନ ହେବ। ହେଲା? ଯେଉଁ 3 ସେମି ଦେଇଛି, 3 ସେମି ନେଇକି କ'ଣ କଲା? ତୁମେ ଅଙ୍କନ କରିଦେଲ। କରିଦେଲ ନା ନାହିଁ? କରିଦେଲା ପରେ କ'ଣ ହେଇଥିବ ନା ଚାପ କାଟିବ। କେତେଟା ଚାପ କଟିବ? ଦେଖ, 6ଟା। କେତେଟା ଚାପ କଟିବ? 3, 4, 5, 6, 6ଟା ଚାପ କଟିଲା। କଟିଲା ପରେ କ'ଣ ହେଉଛି ନା କେନ୍ଦ୍ରରୁ ଗୋଟେ ଯୋଗ କରିଦେବ। ତାର ଗୋଟେ ଛାଡ଼ି ଗୋଟେ ଯୋଗ କରିବ। କ'ଣ କରିବ? ଗୋଟେ ଛାଡ଼ି ଗୋଟେ ଯୋଗ କରିବ। ହେଇଛି କି 6ଟା? ଟିକେ ଇଆଡ଼େ କରିଥାନ୍ତା, ଟିକେ ଏଠି କରିଛି। ହେଲା? ଏମିତି ହେଲା। ହେଲା? 3ଟା ଛଡ଼ା ହେଲା, 3ଟା ଯୋଗ ହେଲା। ବୁଝିହେଉଛି? ଗୋଟେ ଛାଡ଼ି ଗୋଟେ ଯୋଗ କରିଦେଲ। ଆଉ ଯେଉଁଠି ଯୋଗ ହେଲା ସବୁଠି 90 ଡିଗ୍ରୀ କରିବ। ସବୁଠି କ'ଣ କରିବ? 90 ଡିଗ୍ରୀ। ଏଠି କାଟିବ, 60 କାଟିଲ, ଏଠି କାଟିଲ, ଏଠି ରଖିକି ଏଠି କାଟିବ। ବୁଝିହେଉଛି? କାଟିଲା ପରେ ଏମିତି ଯିବ ରେଖାଟା। ହେଲା? ତାପରେ କ'ଣ କରିବ ପୁଣି ନା ଏପଟେ 90 ଡିଗ୍ରୀ କରିବ। ଏପଟେ 90 ଡିଗ୍ରୀ କେମିତି କରିବ ପୁଣି? ଦେଖ, ଏଠି ରଖିବ, 60 କାଟିବ, 120 କାଟିବ, 90 କାଟିବ, ପୁଣି ଏପଟେ ଏମିତି ଏମିତି ତାର ଯୋଗ ହେବ। ହେଲା? ତାପରେ ଏପଟେ ପୁଣି 90 ଡିଗ୍ରୀ କରିବ, 60, 120, 90। ହେଲା? ସମବାହୁ ତ୍ରିଭୁଜଟିଏ ଅଙ୍କନ ହେଇଯିବ। ବୁଝିପାରିଲ? ଶିଖିଲ ପିଲେ ସମବାହୁ ତ୍ରିଭୁଜ ପରିଲିଖନ। ନେକ୍ସଟକୁ ଯିବା। ଏଇ ବର୍ଗଚିତ୍ର ପରିଲିଖନ ଶିଖିବ। ପରିଲିଖନ ପିଲେ ସେମିତି କରିବ, ବ୍ୟାସାର୍ଦ୍ଧ ଦେଇଥିବ କି ବ୍ୟାସ ଦେଇଥିବ, ଯାହା ଦେଉ। ଯଦି ବ୍ୟାସ ଦେଇଥିବ କ'ଣ କରିବ?
ବ୍ୟାସଟା ଧର ଦେଇଛି କେତେ 8 ସେଣ୍ଟିମିଟର, କେତେ 8 ସେଣ୍ଟିମିଟର ବ୍ୟାସ। ବ୍ୟାସକୁ ନେଇକି କେମିତି ବୃତ୍ତ ଅଙ୍କନ କରାଯାଏ ନା ତ ସମଦ୍ବିଖଣ୍ଡ କରିବ। କ'ଣ କରିବ? ସମଦ୍ବିଖଣ୍ଡ କରିବ ବ୍ୟାସକୁ। ବୁଝିହେଉଛି? ବ୍ୟାସକୁ କ'ଣ କଲ? ସମଦ୍ବିଖଣ୍ଡ କଲ। କଲା ପରେ କେନ୍ଦ୍ରବିନ୍ଦୁ ପାଇଲ। ଏଇଠୁ ଏଇତିକ ମପା ହେବ, ଏଇଠୁ ଏଇତିକ ମାପିବ। ମାପିକି ଏମିତି ଗୋଲ ବୁଲେଇବ। ହେଇଗଲା ବୃତ୍ତ। ବୃତ୍ତ ହେଇଗଲା ପରେ କ'ଣ କରିବ? ବୃତ୍ତ ହେଇଗଲା ପରେ କ'ଣ କରିବ ନା ଦେଖ, ଆଉ ଏଠି କିଛି କରିବାର ଆବଶ୍ୟକତା ବି ତୁମର ନାହିଁ। ଏଠି ଦେଖୁଛ ଛେଦ ହେଇଛି, ଏଠି ଛେଦ ହେଇଛି, ଏଠି ଛେଦ ହେଇଛି, ଏଠି ଛେଦ ହେଇଛି। 4ଟା ବିନ୍ଦୁରେ ଅଲରେଡ଼ି ଛେଦ ହେଇଯାଇଛି। ସବୁଠୁ କ'ଣ କରିବ? 90 ଡିଗ୍ରୀ। ସବୁଠୁ କ'ଣ କରିବ? 90 ଡିଗ୍ରୀ। ବୁଝିହେଲା? ଯଦି ବ୍ୟାସ ଅର୍ଥ ଦେଇଥିବ ତାହେଲେ କ'ଣ କରିବ? କରିଦେଲ। ହଁ, କଲା ପରେ କ'ଣ କରିବ? ଗୋଟେ ବ୍ୟାସକୁ ଯୋଗ କରିବ, ଏ ବ୍ୟାସକୁ ସମଦ୍ବିଖଣ୍ଡ କରିଦେବ। ବ୍ୟାସକୁ କ'ଣ କରିଦେବ? ସମଦ୍ବିଖଣ୍ଡ କରିଦେଲ। କଲା ପରେ ଯେଉଁ 4ଟା ବିନ୍ଦୁ ପାଇଲ ସବୁଠି କ'ଣ କରିବ? 90 ଡିଗ୍ରୀ। ସବୁଠି କ'ଣ କରିବ? 90 ଡିଗ୍ରୀ। ବୁଝିହେଲା? ନେକ୍ସଟକୁ ଯିବା। ଏଇଟା ପିଲେ ସୁଷମ ଷଡ଼ଭୁଜ ପରିଲେଖନ। ସୁଷମ ଷଡ଼ଭୁଜ ପରିଲେଖନ ସେମିତି କେମିତି କରିବ? ବ୍ୟାସାର୍ଧ ଦେଇଥିବ, ବୃତ୍ତ ଅଙ୍କନ କରିଦେଲ। ବୃତ୍ତ ଅଙ୍କନ କଲା ପରେ କେତେଟା ବିନ୍ଦୁରେ କଟିବ ତୁମକୁ କହିଛି? କେତେ ବିନ୍ଦୁରେ କଟିବ? 6ଟା ବିନ୍ଦୁରେ। 6ଟା ବିନ୍ଦୁରେ ଯେଉଁ କଟିବ ସବୁଠୁ କେମିତି ଯୋଗ କରିବ? କରିଦେଲ। ହଁ, କଲା ପରେ ସବୁଠୁ କେତେ ଡିଗ୍ରୀ ଅଙ୍କନ କରିବ? 90 ଡିଗ୍ରୀ। ସବୁଠୁ କେତେ ଡିଗ୍ରୀ ଅଙ୍କନ କରିବ? 90 ଡିଗ୍ରୀ। ହେଲା? 90 ଡିଗ୍ରୀ ଅଙ୍କନ ଯୋଗ କରିବ, ସୁଷମ ଷଡ଼ଭୁଜ ପାଇଯିବ। ବୁଝିପାରିଲେ ପିଲାମାନେ? ପିଲାମାନେ ଦେଖ, ଏ ଯେଉଁ ବିଭାଜନ ମଧ୍ୟ ପରୀକ୍ଷାରେ ବେଳେବେଳେ ମଧ୍ୟ ପିଲାଙ୍କ ଆସେ। ଗୋଟେ ରେଖା ଦେଇଥିବ, 8 ସେମି ରେଖାକୁ 5 ସମାନ ଭାଗରେ ବିଭକ୍ତ କର। ସେ ଜାଗାରେ କ'ଣ କରିବ? ଗାର ଟାଣିଦେବ। ଗାର ଟାଣିକି 8 ସେମି ମାପିଦେବ। ଧର ଏଠି ଏ ବି ହେଇଗଲା କେତେ? 8 ସେମି। ଏଠି କ'ଣ କରିବ? ଏଇଠି ରଖିକି ଚାପ କାଟିଲ, 60 ଡିଗ୍ରୀ କାଟିବ। କାଟିକି ଏମିତି ବଢ଼େଇବ। ଏଠି ସେମିତି ଚାପ କାଟିବ, 60 ଡିଗ୍ରୀ କାଟିବ, କାଟିକି ଚାପ ବଢ଼େଇବ। ହେଲା? 5 ଭାଗ କରିଛି। 1, 2, 3, 4ଟା। ବୁଝିହେଉଛି? ହଁ, ଜାଣିପାରିଲେ ପିଲାମାନେ? ପିଲାମାନେ ଦେଖିପାରିଲ କେତେ ଭାଗ କରିଛି? 1, 2, 3, 4। ଯଦି 5 ଭାଗ କରିବାର ଥିବ ତାହେଲେ କେତେ ଭାଗ କରିବି? 4 ଭାଗ। 4 ଭାଗ କରିକି ଆକୁ ସବା ଶେଷକୁ ଏଇଟାକୁ ଯୋଗ ହେବ। ହେଲା? 5 ଭାଗରେ ପାଇଯିବା। କେତେ ଭାଗ ପାଇଯିବ? 5 ଭାଗ ପାଇଯିବ। ବୁଝିପାରିଲେ ପିଲାମାନେ? ଏଇଟା ହେଉଛି ଅନ୍ତର୍ବିଭାଜନ। ଆଉ ବେଳେବେଳେ ମଧ୍ୟ ପଡ଼ିଥାଏ ଯେ 3:2ରେ ସେମିତି 3 ଭାଗ କାଟିବ, ଏପଟେ 2 ଭାଗ କାଟିବ, ତାର ଲାଷ୍ଟକୁ ଆର ଲାଷ୍ଟ ଯୋଗ କରିବ। ବୁଝିହେଉଛି? ହଁ, ଏଇଟା ହେଉଛି ଅନ୍ତର୍ବିଭାଜନ। ବୁଝିପାରିଲେ ପିଲାମାନେ? ବର୍ତ୍ତମାନ ବହିର୍ବିଭାଜନକୁ ଯିବା। ପିଲାମାନେ ଗୋଟେ ପ୍ରଶ୍ନରେ ମଧ୍ୟ ପଡ଼ିଯାଇଥିବ, 8 ସେମି ରେଖାକୁ 3:2 ଅନ୍ତର୍ବିଭାଜନ ଏବଂ ବହିର୍ବିଭାଜନ କର। ତା ମାନେ କ'ଣ? ଆକୁ ଅନ୍ତର୍ବିଭାଜନ ବି କରିବ, ବହିର୍ବିଭାଜନ ବି କରିବ। ରେଖା ଆଗ ନେଇଯିବ। ନେଲା ପରେ ଏଠି କ'ଣ କରିବ? 60 ଡିଗ୍ରୀ ଅଙ୍କନ ହେବ। ଏଠି ମଧ୍ୟ କେତେ ଡିଗ୍ରୀ ଅଙ୍କନ ହେବ? 60 ଡିଗ୍ରୀ ହେବ। 1, 2, 3। ଏଠି କଥା ହେବ କେତେ? 1, 2। ଏଇଟାକୁ ଏଇଟା ତୁମେ ଯୋଗ କରିଦେଲ। ଯୋଗ କରିଦେଲ। ତାହେଲେ ତୁମେ ପାଇଯିବ 3:2। ତାପରେ କ'ଣ କରିବ ନା ଏଇଟାକୁ ପୁଣି ବଢ଼େଇବ ଉପରକୁ। ଏଠି ଯେତିକି ନେଇଛ ଏଇଠୁ ଏତିକ ମାପଟାକୁ ନେବ, ନେଇକି ଏଇ ଉପରେ କାଟିବ। ଏଇଟା ତୁମେ ଅନ୍ତର୍ବିଭାଜନ ପାଇଯିବ। ପାଇଲା ପରେ ଏଇଠି କାଟିବ। ତାପରେ ଏଇଟାକୁ ବଢ଼େଇବ, ଏଇଟାକୁ ବଢ଼େଇବ। ଯେଉଁଠି ଯାଇ ଛେଦ କରିବେ ଦୁଇଟାକ ସେଇଟା ହେବ ବହିର୍ବିଭାଜନର ବିନ୍ଦୁ। ବୁଝିପାରିଲ? କିଛି କଷ୍ଟ ନାହିଁ। ଦେଖ ଆଉଥରେ କହୁଛି। 8 ସେମି ନେଇଗଲ। ବୁଝିପାରୁଛ? ରେଖା ନେଇଯିବ। ନେଲା ପରେ କ'ଣ କରିବ? ଏପଟେ 60 ଡିଗ୍ରୀ ହେଇଯାଇଥିବ, ଏପଟେ କେତେ ଡିଗ୍ରୀ ଅଙ୍କନ ହେବ? 60 ଡିଗ୍ରୀ କରିବ। କଲା ପରେ 1, 2, 3 କାଟିଲ, ଏପଟେ 2 ଭାଗ କାଟିଲ। କାଟିଲା ଆକୁ ଯୋଗ କଲ। ହେଇଗଲା? ହଁ, ତାପରେ କ'ଣ କରିବ? ଏଇଟାକୁ ଏମିତି ବଢ଼େଇବ। ଏଇ ମାପଟାକୁ ନେବ, ଏଇପଟେ କାଟିବ। କାଟିକି ଆକୁ ବଢ଼େଇବ। ଯେଉଁ ବିନ୍ଦୁରେ ଛେଦ ହେବ ସେଇଟା ହେବ କ'ଣ? ବହିର୍ବିଭାଜନ। ବୁଝିଗଲା? ଠିକ୍ ଅଛି ପିଲା, ଆଶା କରୁଛି ଯେତିକି ତୁମକୁ ଅଙ୍କନ ଦେଲି ସେତିକି ଅଭ୍ୟାସ କରିକି ଏକ୍ଜାମ୍କୁ ଯିବ।